સચ્ચિદાનંદરૂપાય વિશ્વોદપત્યધિદવે તાવત્રય વિનાશાય જગન્નાથાય ଭଗବାନ ତାଙ୍କର ସ୍ୱରୂପ କିପରି ତାହା ଏହି ଶ୍ଲୋକରେ ବର୍ଣ୍ଣନା କରାଯାଇଛି। ସଚ୍ଚିଦାନନ୍ଦ ରୂପାୟ, ସତ୍ ଚିତ୍ ଏବଂ ଆନନ୍ଦର ଯେ ସ୍ୱରୂପ ସେ ହେଉଛନ୍ତି ଈଶ୍ୱର। ତାପତ୍ରୟ ବିନାଶାୟ, ଯିଏ ତିନି ତାପକୁ ନାଶ କରନ୍ତି ସେ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତାଙ୍କୁ ବାରମ୍ବାର ନମସ୍କାର। ଭାଗବତର ପ୍ରଥମ ଶ୍ଲୋକରେ ଏଠାରେ ଏହା ବର୍ଣ୍ଣିତ କରାଯାଇଛି। ସତ୍ ଯେ ଅତୀତରେ ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ବି ଯେ ରହେ, ତାହାକୁ କୁହାଯାଏ ସତ୍। ଯିଏ ନିତ୍ୟ ଚିରସ୍ଥାୟୀ ତାକୁ କୁହନ୍ତି ସତ୍। ଚିତ୍ ଯେ ସତ୍ୟ ନୁହେଁ, ଯେ ଜାଗ୍ରତ, ଯେ ଶକ୍ତିଶୀଳ। ଆନନ୍ଦ ଯିଏ ଆନନ୍ଦମୟ, ସେ ହେଉଛନ୍ତି ଈଶ୍ୱର। ଯିଏ ଥିଲେ, ଅଛନ୍ତି ଏବଂ ରହିଥିବେ। ଯେ ସୁପ୍ତ ନୁହେଁ, ସର୍ବଦା ଜାଗ୍ରତ। ଯିଏ ଆନନ୍ଦର ଭଣ୍ଡାର, ସେ ହେଉଛନ୍ତି ଈଶ୍ୱର। ସେ ହେଉଛନ୍ତି ଆମର ପରମାତ୍ମା। ସେ ହେଉଛନ୍ତି ଭଗବାନ କୃଷ୍ଣ। ସଚ୍ଚିଦାନନ୍ଦ ରୂପାୟ ବିଶ୍ୱତବଦ୍ଧହେତବେ ତାପତ୍ରୟ ବିନାଶାୟ ଶ୍ରୀକୃଷ୍ଣାୟ ବୟଂ ନମଃ। ଯିଏ ଏ ବିଶ୍ୱକୁ ସୃଷ୍ଟି କରିଛନ୍ତି, ପାଳନ ବି କରନ୍ତି ଏବଂ ଦରକାର ପଡ଼ିଲେ ବି ଏ ବିଶ୍ୱକୁ ସୁଧାରିବା ନିମନ୍ତେ ସେ କିଛିର ବିନାଶ ବି କରନ୍ତି ଏବଂ ସୃଷ୍ଟି ବି କରିଥାନ୍ତି। ଯିଏ ମଣିଷର ଶାରୀରିକ, ମାନସିକ ଆଦି ତାପକୁ ଯିଏ ନଷ୍ଟ କରିଦେଇଥାନ୍ତି, ଆଦି ଦୈବିକ, ଆଦି ଭୌତିକ, ଆଧ୍ୟାତ୍ମିକ ତାପକୁ ଯିଏ ନଷ୍ଟ କରିଦେଇଥାନ୍ତି, ସେ ହେଉଛନ୍ତି ଏ ପରମାତ୍ମା, ଏ ଶ୍ରୀକୃଷ୍ଣ। ତାଙ୍କୁ ବାରମ୍ବାର ନମସ୍କାର। ସଚ୍ଚିଦାନନ୍ଦ ରୂପାୟ ବିଶ୍ୱତବଦ୍ଧହେତବେ ତାପତ୍ରୟ ବିନାଶାୟ ଶ୍ରୀକୃଷ୍ଣାୟ ବୟଂ ନମଃ। ଭାଗବତର ପ୍ରଥମ ଶ୍ଲୋକରେ ଯେତେବେଳେ ଭାଗବତର ପ୍ରଥମ ଅଂଶରେ ଯେତେବେଳେ ଭାଗବତର ମାହାତ୍ମ୍ୟକୁ ବର୍ଣ୍ଣନା କରାଯାଇଛି, ଏ ଶ୍ଲୋକ ପ୍ରଥମରେ ରହିଛି, ଯାହାକୁ ପଢ଼ିଲେ ଏବଂ ବୁଝିଲେ ଆମେ ଜାଣିପାରୁ ଆମ କୃଷ୍ଣଙ୍କର, ଈଶ୍ୱରଙ୍କର ସ୍ୱରୂପ କ'ଣ ଅଟେ।